କେବେ ଭାବିଛନ୍ତି ଆମେ ଯେଉଁ ବାସ୍ତବତାକୁ ଅନୁଭବ କରୁଛେ ତାହା ବୋଧହୁଏ ଅସଲି ନୁହେଁ ବରଂ କେବଳ ଏକ ଛାୟା ମାତ୍ର? ନା, ଏହା କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଏହା ହେଉଛି ମହାନ ଦାର୍ଶନିକ ପ୍ଲେଟୋଙ୍କର ଏକ ଗଭୀର ଚିନ୍ତାଧାରା, ଯାହା ଆଜି ବି ଆମକୁ ଭାବିବାକୁ ବାଧ୍ୟ କରେ। ତବେ ଆସନ୍ତୁ ପ୍ଲେଟୋଙ୍କର ଏହି ରୋମାଞ୍ଚକର ଦୁନିଆରେ ଏକାଠି ପ୍ରବେଶ କରିବା। ଆମେ ପ୍ରଥମେ ପ୍ଲେଟୋଙ୍କୁ ଜାଣିବା, ତାପରେ ତାଙ୍କର ଛାୟା ଜଗତ, ଆତ୍ମାର ରହସ୍ୟ, ଗୁମ୍ଫାରୁ ମୁକ୍ତିର କାହାଣୀ ଏବଂ ଶେଷରେ ଏକ ଆଦର୍ଶ ରାଜ୍ୟର ପରିକଳ୍ପନା ବିଷୟରେ ଆଲୋଚନା କରିବା। ତେବେ ଏତେ ବଡ଼ ଚିନ୍ତାଧାରା ଦେଇଥିବା ଏହି ମଣିଷ ଜଣକ କିଏ? ଚାଲନ୍ତୁ ପ୍ରଥମେ ପ୍ଲେଟୋଙ୍କ ବିଷୟରେ ଜାଣିବା। ତାଙ୍କୁ ଗୋଟେ ପଟେ ପାଶ୍ଚାତ୍ୟ ଦର୍ଶନର ଜନକ କୁହାଯାଏ, ଆଉ ଅନ୍ୟପଟେ ଜଣେ ଅବାସ୍ତବ ସ୍ୱପ୍ନ ଦେଖୁଥିବା ଚିନ୍ତକ ବୋଲି ମଧ୍ୟ କୁହାଯାଏ। ଏଇଟା ବହୁତ ମଜାଦାର କଥା ଯେ ପ୍ଲେଟୋ ଥିଲେ ମହାନ ସକ୍ରେଟିସ୍ଙ୍କ ଶିଷ୍ୟ, ଆଉ ପ୍ଲେଟୋଙ୍କ ଶିଷ୍ୟ ଥିଲେ ଆରିଷ୍ଟୋଟଲ। ମାନେ ଗୁରୁ ଶିଷ୍ୟଙ୍କର ଏକ ଏମିତି ପରମ୍ପରା ଯାହା ଦର୍ଶନର ଇତିହାସକୁ ବଦଳାଇ ଦେଇଥିଲା। ତାଙ୍କୁ କଳ୍ପନାବିଳାସୀ ବା ୟୁଟୋପିଆନ୍ କାହିଁକି କୁହାଯାଏ ଜାଣନ୍ତି? କାରଣ ସେ ଏକ ଏମିତି ନିଖୁঁତ ସମାଜର ସ୍ୱପ୍ନ ଦେଖିଥିଲେ ଯେଉଁଠି କେବଳ ନ୍ୟାୟ ଆଉ ଜ୍ଞାନର ହିଁ ଶାସନ ଚାଲିବ। ସତ କହିବାକୁ ଗଲେ ଆମର ଏହି ବାସ୍ତବ ଦୁନିଆରେ ଏହା ଏକ ଅସମ୍ଭବ ସ୍ୱପ୍ନ ପରି ଲାଗେ। ଆଉ ଏହିଠୁ ଆରମ୍ଭ ହେଉଛି ତାଙ୍କ ଦର୍ଶନର ସବୁଠୁ ମୂଳଦୁଆ ଆଉ ଚମକାଇ ଦେବା ଭଳି କଥା। ସେ ବିଶ୍ୱାସ କରୁଥିଲେ ଯେ ଆମେ ଯେଉଁ ଦୁନିଆକୁ ଆଖିରେ ଦେଖୁଛେ ତାହା ପ୍ରକୃତ ସତ୍ୟ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଏବଂ ଅଦୃଶ୍ୟ ଜଗତର କେବଳ ଏକ ପ୍ରତିବିମ୍ବ ମାତ୍ର। ତ ପ୍ଲେଟୋଙ୍କ ମତରେ ଦୁନିଆ ପ୍ରକୃତିରେ ଦୁଇଟା ଅଛି। ଗୋଟିଏ ହେଲା ଆମର ଏହି ଭୌତିକ ଦୁନିଆ, ଯାହା ଅପୂର୍ଣ୍ଣ, ଅସ୍ଥାୟୀ ଆଉ ଏକ ନକଲ ଭଳି, ଆଉ ଅନ୍ୟଟି ହେଲା ବିଚାରର ଦୁନିଆ, ଯାହା ସମ୍ପୂର୍ଣ୍ଣ, ଶାଶ୍ୱତ ଆଉ ପ୍ରକୃତ ସତ୍ୟ। ଏହି ଗୋଟିଏ ଲାଇନ୍ ବାସ୍, ଏତିକିରେ ହିଁ ତାଙ୍କର ପୂରା ଦର୍ଶନ ଲୁଚି ରହିଛି। ଆମେ ଯାହାକୁ ଅସଲି ବୋଲି ଭାବୁଛେ ତାହା ପ୍ରକୃତରେ ସେହି ଉଚ୍ଚତର ସତ୍ୟର କେବଳ ଏକ ଛାଇ। ଆଚ୍ଛା, ଯଦି ଦୁନିଆଟା ଛାଏ ତାହେଲେ ଆମେ କ'ଣ? ମଣିଷର ଅସଲ ପରିଚୟ କ'ଣ? ଏହାର ଉତ୍ତର ଦେବା ପାଇଁ ପ୍ଲେଟୋ ଆମ ଆତ୍ମାର ଗଠନ ବିଷୟରେ ବୁଝାଇଥିଲେ। ସେ କହିଲେ ଆମ ସମସ୍ତଙ୍କ ଭିତରେ ଆତ୍ମାର ତିନିଟା ଅଂଶ ଅଛି। ପ୍ରଥମଟି ହେଲା ବିବେକ, ଯାହା ଆମକୁ ଜ୍ଞାନ ଆଉ ତର୍କ କରିବାର ଶକ୍ତି ଦିଏ। ଦ୍ୱିତୀୟଟି ହେଲା ସାହସ, ଯାହା ଆମର ଆତ୍ମବଳ, ଆଉ ତୃତୀୟଟି ହେଲା କ୍ଷୁଧା, ଯାହା ଆମର ଶାରୀରିକ ଇଚ୍ଛା ବା ବାସନା। କିନ୍ତୁ ମଜାର କଥା ହେଉଛି ସମସ୍ତଙ୍କ ଭିତରେ ଏହି ତିନିଟା ଜିନିଷ ସମାନ ଭାବରେ ନଥାଏ। ପ୍ରତ୍ୟେକ ବ୍ୟକ୍ତି ଭିତରେ ଏମାନଙ୍କ ମଧ୍ୟରୁ ଗୋଟିଏ ଅଂଶ ବେଶୀ ଶକ୍ତିଶାଳୀ ହୋଇଥାଏ, ଆଉ ସେଇଟା ହିଁ ତାର ସ୍ୱଭାବକୁ ନିୟନ୍ତ୍ରଣ କରେ। ଆଉ ଏଇ ଯେଉଁ ଅଂଶଟା ସବୁଠୁ ବେଶୀ ଶକ୍ତିଶାଳୀ, ସେଇଟା ହିଁ ସମାଜରେ ଆମର ସ୍ଥାନ ଠିକ୍ କରେ। ଯେମିତିକି ଯାହାଙ୍କ ଭିତରେ ବିବେକ ମୁଖ୍ୟ, ସେମାନେ ହେଲେ ସୁନାର ମଣିଷ, ଶାସକ ବା ଦାର୍ଶନିକ। ଯାହାଙ୍କ ଭିତରେ ସାହସ ମୁଖ୍ୟ, ସେମାନେ ରୂପାର ମଣିଷ, ସୈନିକ। ଆଉ ଯାହାଙ୍କର କ୍ଷୁଧା ପ୍ରବଳ, ସେମାନେ ହେଲେ ତମ୍ବାର ମଣିଷ, ଉତ୍ପାଦକ ବା ଶ୍ରମିକ। ହେଲେ ଜଣେ କେମିତି ଜାଣିବ ଯେ ସେ ଏକ ଛାଇ ଦୁନିଆରେ ବଞ୍ଚୁଛି, ଆଉ ସେଠୁ ବାହାରିବ କେମିତି? ଏହି ଅଜ୍ଞାନରୁ ଜ୍ଞାନ ପର୍ଯ୍ୟନ୍ତ ଯାତ୍ରାକୁ ବୁଝାଇବା ପାଇଁ ପ୍ଲେଟୋ ଏକ ବହୁତ ପ୍ରସିଦ୍ଧ କାହାଣୀ କହିଛନ୍ତି, ଯାହାକୁ ଗୁମ୍ଫାର କାହାଣୀ ବୋଲି କୁହାଯାଏ। କଳ୍ପନା କରନ୍ତୁ ଗୋଟେ ଗଭୀର ଅନ୍ଧାରିଆ ଗୁମ୍ଫା। ସେଠି କିଛି ଲୋକ ଜନ୍ମରୁ ଶିକୁଳିରେ ବନ୍ଧା ହୋଇଛନ୍ତି। ସେମାନେ କେବଳ ସାମ୍ନା କାନ୍ଥକୁ ଦେଖିପାରିବେ, ଆଉ ସେଇ କାନ୍ଥ ଉପରେ ପଡ଼ୁଥିବା ଛାଇକୁ ହିଁ ଅସଲି ଦୁନିଆ ବୋଲି ଭାବୁଛନ୍ତି। ଏହି କାହାଣୀରେ ଜଣେ ଦାର୍ଶନିକର ପୂରା ଯାତ୍ରା ରହିଛି। ଦେଖନ୍ତୁ, ପ୍ରଥମେ ସେ ଛାୟା ଦେଖୁଛି, ତାପରେ ଜଣେ ବନ୍ଧୀ କୌଣସି ମତେ ମୁକ୍ତ ହେଉଛି। ଯେତେବେଳେ ସେ ବାହାରକୁ ଆସି ପ୍ରକୃତ ସୂର୍ଯ୍ୟର ଆଲୋକ ଦେଖୁଛି, ତା ଆଖି ଝଲସି ଯାଉଛି। କିନ୍ତୁ ଧୀରେ ଧୀରେ ସେ ଅସଲି ଦୁନିଆକୁ ଦେଖୁଛି। ଆଉ ସବୁଠୁ ବଡ଼ କଥା, ସତ୍ୟ ଜାଣିବା ପରେ ସେ ପୁଣି ସେହି ଅନ୍ଧାର ଗୁମ୍ଫାକୁ ଫେରିଯାଉଛି, ବାକି ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ। ତ ଏଠି ସବୁକିଛି ସ୍ପଷ୍ଟ ହୋଇଯାଉଛି। ସେ ଯେଉଁ ଦୁଇଟି ଦୁନିଆର କଥା କହୁଥିଲେ, ଗୁମ୍ଫା ହେଉଛି ଆମର ଏହି ଭୌତିକ ଭ୍ରମର ଦୁନିଆ, ଆଉ ଗୁମ୍ଫା ବାହାରର ଜଗତ ହେଉଛି ସେହି ପ୍ରକୃତ ସତ୍ୟର ଜଗତ। ଆଉ ଏହି କାହାଣୀରୁ ହିଁ ପ୍ଲେଟୋଙ୍କର ସବୁଠୁ ବଡ଼ ଆଉ ସବୁଠୁ ବିବାଦୀୟ ରାଜନୈତିକ କଥା ସାମ୍ନାକୁ ଆସେ। ଯଦି କେବଳ କିଛି ଲୋକ ହିଁ ଗୁମ୍ଫାରୁ ବାହାରି ସତ୍ୟକୁ ଦେଖିପାରିବେ, ତାହେଲେ ସମାଜକୁ ଶାସନ କରିବ କିଏ? ତେବେ ପ୍ରଶ୍ନ ଉଠୁଛି, ଯଦି ଅଧିକାଂଶ ଲୋକ ଅଜ୍ଞାନର ଅନ୍ଧକାରରେ ଅଛନ୍ତି, ତାହେଲେ ଶାସନ କରିବାର ଅଧିକାର ପ୍ରକୃତରେ କାହାର? ପ୍ଲେଟୋଙ୍କ ପାଇଁ ଏହାର ଉତ୍ତର ବହୁତ ସିଧାସଳଖ ଥିଲା। ଶାସନ କେବଳ ସେମାନେ ହିଁ କରିବେ ଯେଉଁମାନେ ସୁନାର ମଣିଷ, ଯେଉଁମାନଙ୍କର ବିବେକ ସବୁଠୁ ଶକ୍ତିଶାଳୀ, ଆଉ ଯେଉଁମାନେ ଗୁମ୍ଫାରୁ ବାହାରି ପ୍ରକୃତ ସତ୍ୟକୁ ଦେଖିଛନ୍ତି, ଅର୍ଥାତ୍ କେବଳ ଦାର୍ଶନିକମାନେ। ଏକଥାକୁ ସେ ନିଜେ ସ୍ପଷ୍ଟ ଭାବେ କହିଛନ୍ତି। ସେ କହିଥିଲେ ଯେ ଯେପର୍ଯ୍ୟନ୍ତ ଦାର୍ଶନିକମାନେ ରାଜା ନ ହୋଇଛନ୍ତି କିମ୍ବା ରାଜାମାନେ ଦାର୍ଶନିକ ନ ହୋଇଛନ୍ତି, ସେପର୍ଯ୍ୟନ୍ତ ସମାଜରୁ କେବେ ବି ଦୁଃଖ, କଷ୍ଟ ଦୂର ହେବ ନାହିଁ।
ଏହାର ସିଧାସଳଖ ଅର୍ଥ ହେଲା ପ୍ରକୃତ କ୍ଷମତା ଟଙ୍କା କିମ୍ବା ବାହୁବଳରେ ନୁହେଁ, ବରଂ ଜ୍ଞାନରେ ହିଁ ରହିବା ଉଚିତ। ଯେ ସବୁଠୁ ଜ୍ଞାନୀ ସେ ହିଁ ଶାସନ କରିବାର ଏକମାତ୍ର ଯୋଗ୍ୟ ବ୍ୟକ୍ତି। ତେବେ ଶେଷରେ ଏହି ଗୋଟିଏ ପ୍ରଶ୍ନ ରହିଗଲା, ଯଦି ଆମେ ସତରେ ଏକ ଛାୟାର ଗୁମ୍ଫାରେ ଅଛେ, ତେବେ ସେଠାରୁ ବାହାରି ପ୍ରକୃତ ସତ୍ୟକୁ ଦେଖିବା ପାଇଁ ଆମକୁ ନିଜର କେଉଁ ଶିକୁଡ଼ିକୁ ଭାଙ୍ଗିବାକୁ ପଡ଼ିବ?